ବିଜେଡ଼ିର ପ୍ରଥମ ଜିନିଷ ଥିଲା ନାରୀ ସୁରକ୍ଷା, ନାରୀ ସଶକ୍ତିକରଣ। 2 ବର୍ଷ ହେଇଗଲା ଆପଣଙ୍କର ବୋଧେ 2 ବର୍ଷ ହେଇଗଲା, ତେଣୁକରି ଆପଣ ଗୋଟେ ଦେଖେଇବେ ନା, ଜଶନ ହବ ଯେ ଦେଖ ଆମର 2 ବର୍ଷ ହେଇଗଲା, କେହି ମନେ ରଖିପାରୁନାହାନ୍ତି। କାମ କିଛି କରାହେଇନି, ଯେହେତୁ କାମ କିଛି କରାହେଇନି ତେଣୁକରି କେହି ମନେ ରଖିପାରିବେନି। କ'ଣ କଲେ ମନେ ରଖିବ? ଘର ତୋଳିକି, ମନ୍ଦିର ତୋଳିକି ବି ନା କରନ୍ତି, ଆଉ ରାସ୍ତାରେ ନା କରନ୍ତି। ତାକୁ ଚିଠି ଲେଖିବା ପାଇଁ ପଡ଼ୁଛି ଆପଣଙ୍କ ପାଖକୁ। ଚିଠି ଲେଖିବ ସିଏ, ଏଇ ଦିନ ପାଇଁ ସିଏ ଭୋଟ ଦେଇଥିଲେ ନା ଆମେ ଭୋଟ ଦେଇଥିଲୁ? ଯେତେବେଳେ ତାର ଅସୁବିଧା ହେଲା ଆପଣ ସେତେବେଳେ ଲୋକ ପଠାଇବା କଥା, ଆପଣଙ୍କର କର୍ମକର୍ତ୍ତା ପଠାଇବା କଥା। ବିଜେଡ଼ି ସେଇଆ ତ କରୁଥିଲା, ପ୍ରତିଟି ଜାଗାରେ ସେ କର୍ମକର୍ତ୍ତା ରଖିଥିଲା। କିଛି ଅସୁବିଧା ହେଲେ ସେମାନେ ଦେଖୁଥିଲେ, ପଛକୁ ପଛକୁ ଆସିଯାଉଛି। ଗୁଜରାଟର ଗାଡ଼ି ଆସିକି ଲାଗିଗଲାଣି, ଜଳ ସମ୍ପଦ ଗାଡ଼ି ଲାଗିଯାଉଛି, ଖଣିଜ ସମ୍ପଦ ଗାଡ଼ି ଲାଗିଯାଉଛି, ଯାହା ନେବା କଥା ସେ ବୋହି ନେଉଛନ୍ତି। ଓଡ଼ିଶାର କ'ଣ ହେଉଛି? ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, ମୁଁ ମୁହଁ ଧୋଇନି। ରାତିରୁ ନ୍ୟୁଜ୍ ଚାଲିଛି, କାଲିଠୁ ନ୍ୟୁଜ୍ ଚାଲିଲାଣି। ଗୋଟେ ନୁହଁ, 2ଟା ନୁହଁ, 3ଟା ନୁହଁ, 4, 5ଟା ନ୍ୟୁଜ୍। ମୁଁ କହିଲି ମୁହଁ ଧୋଇନି, ଫାଷ୍ଟ ଭିଡ଼ିଓ ବନେଇବି, ଆପଣଙ୍କ ପାଖକୁ କଥା ପହଞ୍ଚେଇବି, ତାପରେ ଯେ ଗାଧୋଇବା ପାଇଁ ଯିବି। ଜଣେ ଭଉଣୀ ଚାମେଲି, କ'ଣ ଇଏ? ତାକୁ ଚିଠି ଲେଖିବା ପାଇଁ ପଡ଼ୁଛି ଆପଣଙ୍କ ପାଖକୁ। ଚିଠି ଲେଖିବ ସିଏ, ଏଇ ଦିନ ପାଇଁ ସିଏ ଭୋଟ ଦେଇଥିଲେ ନା ଆମେ ଭୋଟ ଦେଇଥିଲୁ? ଯେତେବେଳେ ତାର ଅସୁବିଧା ହେଲା ଆପଣ ସେତେବେଳେ ଲୋକ ପଠାଇବା କଥା, ଆପଣଙ୍କର କର୍ମକର୍ତ୍ତା ପଠାଇବା କଥା। ବିଜେଡ଼ି ସେଇଆ ତ କରୁଥିଲା, ପ୍ରତିଟି ଜାଗାରେ ସେ କର୍ମକର୍ତ୍ତା ରଖିଥିଲା। କିଛି ଅସୁବିଧା ହେଲେ ସେମାନେ ଦେଖୁଥିଲେ। ମନମାନି ଚାଲିଛି, ଭିଡ଼ିଓ ରେକର୍ଡ଼ିଂ ଲାଇଭ୍ ହେଇସାରିଲା ପରେ ବି ତା କଥା କେହି ବୁଝୁନାହାନ୍ତି। କ'ଣ କହୁଛନ୍ତି, ତ ଛାତିରେ କି ଗୋଇଠା ମାରିଦେଇଛି ମେଡ଼ିକାଲରେ ଯାଇକି। ସିଏ ବିଜେଡ଼ିର ପ୍ରଥମ ଜିନିଷ ଥିଲା ନାରୀ ସୁରକ୍ଷା, ନାରୀ ସଶକ୍ତିକରଣ। 2 ବର୍ଷ ହେଇଗଲା ଆପଣଙ୍କର ବୋଧେ 2 ବର୍ଷ ହେଇଗଲା, ତେଣୁକରି ଆପଣ ଗୋଟେ ଦେଖେଇବେ ନା, ଜଶନ ହବ ଯେ ଦେଖ ଆମର 2 ବର୍ଷ ହେଇଗଲା, କେହି ମନେ ରଖିପାରୁନାହାନ୍ତି। କାମ କିଛି କରାହେଇନି, ଯେହେତୁ କାମ କିଛି କରାହେଇନି ତେଣୁକରି କେହି ମନେ ରଖିପାରିବେନି। କ'ଣ କଲେ ମନେ ରଖିବ? ଘର ତୋଳିକି, ମନ୍ଦିର ତୋଳିକି ବି ନା କରନ୍ତି, ଆଉ ରାସ୍ତାରେ ନା କରନ୍ତି। ଆପଣ ସେଇ ସେକେଣ୍ଡ କାମଟା କଲେ। 2 ବର୍ଷ ହେଇଗଲା, ତେଣୁକରି ଜାଣିବା ଦରକାର ଲୋକ କ'ଣ ହେଉଛି। ତେଣୁ କ'ଣ କରିବା, ଭତ୍ତାଟାକୁ ଟିକେ ଲେଟ୍ କରିଦେବା, ଲୋକ ଜାଣିବେ ଏଇ ଶାସନ ଚାଲିଛି। ସେ ଭଦ୍ରକ ପୁଲିସ ସେଠି ଯେଉଁ ଯାହା ହେଇଥିଲା, ସିଏ ବି ଆରେ ଆମେ କହିବୁନି କାହିଁକି? ଏ ସମୟରେ ହିଁ ଅରାଜକତା ଦେଖାଦେବ। ଯେଉଁଟା ହେଉଛି ସେ କେନ୍ଦ୍ର ପାଇଁ ଠିକ୍, ଓଡ଼ିଶା ପାଇଁ ଠିକ୍ ନୁହେଁ। ଓଡ଼ିଶା ପାଇଁ ଓଡ଼ିଶାର ଲୋକ ଦରକାର। ଯେଉଁଟା କହନ୍ତି ଆମ ହିନ୍ଦୀରେ, ପିଆ ପିଆ ହୋତା ହେ ବେହରୁପିଆ ବେହରୁପିଆ। ଏଠି ଦରକାର ଗ୍ରୀନ୍, ସେଇଥିପାଇଁ କାମ କରାହେଇଥିଲା। ପାଣ୍ଡିଆନକୁ ରଖାହେଇଥିଲା, ବାକି ଯେତିକି ଅଫିସରଙ୍କୁ, ଯେତିକି କର୍ମକର୍ତ୍ତାଙ୍କୁ ରଖାହେଇଥିଲା ସେ ନିଜେ ଯାଇକି କଥା ବୁଝିବେ। ଏ ଫଟୋ ଦେଖନ୍ତୁ, ଲୋକଙ୍କ ପ୍ରିୟ ଥିଲେ ଏମାନେ। ଆପଣ 2 ବର୍ଷରେ କ'ଣ କଲେ? ଯେଉଁଟା ମୁଁ ଆଗରୁ ବି କହିଛି, ଯୁଦ୍ଧ ହେଲା ମାନେ ଦେଶ କିଛି ବର୍ଷ ପଛକୁ ପଳାଏ। ସେଇଭଳିଆ ଆଜ୍ଞା ଏଇ ଯେଉଁ ଚେଞ୍ଜ ହେଇଗଲା ଜିନିଷଟା, ପାର୍ଟି ଯେଉଁ ଚେଞ୍ଜ ହେଇଗଲା, ଆମ ଦେଶ ଯେତିକି ରାଜ୍ୟ ଯେତିକି ଉପରକୁ ଯିବାର ଥିଲା, ପଛକୁ ପଛକୁ ଆସିଯାଉଛି। ଗୁଜରାଟର ଗାଡ଼ି ଆସିକି ଲାଗିଗଲାଣି, ଜଳ ସମ୍ପଦ ଗାଡ଼ି ଲାଗିଯାଉଛି, ଖଣିଜ ସମ୍ପଦ ଗାଡ଼ି ଲାଗିଯାଉଛି, ଯାହା ନେବା କଥା ସେ ବୋହି ନେଉଛନ୍ତି। ଓଡ଼ିଶାର କ'ଣ ହେଉଛି? ଉନ୍ନତି କ'ଣ ହେଉଛି? ଭତ୍ତା ଟିକକ ବି ମିଳୁନି। ଆପଣ ମୋତେ ଗୋଟେ କଥା କୁହନ୍ତୁ, ସିଏ ଭୁଲ କ'ଣ କଲା? ଯଦି ସେ ଝିଅଟି କିଛି ଭୁଲ ଥିବ ବୋଲି କହିଛି, ତାର ତଦାରଖ ଚାଲିଛି। ସାଙ୍ଗେ ସାଙ୍ଗେ ନ୍ୟାୟ ମିଳିବା ଦରକାର। ସାଙ୍ଗେ ତାକୁ ମେଡ଼ିକାଲ ପର୍ଯ୍ୟନ୍ତ ଯିବା ପାଇଁ ପଡ଼ିଲା, ସାଙ୍ଗରେ କେହି ରହିଲେନି। ତାର ଭାଇଟିକୁ ମଧ୍ୟ ଅତ୍ୟାଚାର କରାହେଇଛି, ତାଙ୍କଠୁ ଫୋନ୍ ଛଡ଼େଇ ନିଆ ହେଉଛି, ପୁଣି ସେ ଲାଇଭ୍ ଭିଡ଼ିଓରେ। ବ୍ୟାଠାରୁ ଆଉ କହିବି ଆଜ୍ଞା, ଆମର ଯେଉଁ ଆସାମ, ନାଗାଲ୍ୟାଣ୍ଡ, ସିକିମ୍ରେ ଯେଉଁ ଭଳିଆ ଜଳୁଥିଲା ସିଏ, ଆସାମ, ନାଗାଲ୍ୟାଣ୍ଡ, ସିକିମ୍ ଯେଉଁ ଅବସ୍ଥା ହେଉଥିଲା, ଝିଅକୁ ନେଇକି ଜଳେଇକି ପୋଡ଼ି ଦିଆହେଇଥିଲା, ନଗ୍ନ କରିକି। ବାଂଲାଦେଶରେ ଯେଉଁ ଅବସ୍ଥା ହେଉଥିଲା ହିନ୍ଦୁମାନଙ୍କର, ଏ ଓଡ଼ିଶାରେ ତ ସେଇ ଅବସ୍ଥା ହେଉଛି। ସେ ବୃଦ୍ଧା ବୟସ୍କ ଯେଉଁ ମଉସା, ସେ କ'ଣ କହୁଥିଲେ ସିଏ ଭିଡ଼ିଓରେ ବି ମୁଁ ଆପଣଙ୍କୁ ବାରମ୍ବାର ଦେଖେଇଛି। ଭତ୍ତା ପଇସା ଆଣିବା ପାଇଁ କହୁଛନ୍ତି, ଯେତେବେଳେ ଇଂରେଜ ଜମାନାରେ ତାଙ୍କୁ ଗୁଳି କରି ମାରିଦିଆ ହେଉଥିଲା ବୁଢ଼ାବୁଢ଼ୀମାନଙ୍କୁ, କାହିଁକି ସେମାନେ କିଛି କାମକୁ ନଥିଲେ। ବର୍ତ୍ତମାନ ଆମେ କିଛି କାମକୁ ନାହୁଁ, ଭତ୍ତା ଟଙ୍କା କାହିଁକି ଦେଉଛ, ଆମକୁ କାହିଁକି ଦୌଡ଼ଉଛ, ଆମକୁ ବି ଗୁଳି କରିକି ମାରିଦିଅ। ସେ ଭୁଲ କଥା କ'ଣ କହିଲେ ଆଜ୍ଞା?
अच्छे दिन आने वाले थे, यहाँ पे बुरे से बदतर दिन हो रहे हैं। ଖରାପରୁ ଖରାପ ଦିନ ହେଇ ଚାଲିଛି। ଇଂରେଜ ଜମାନାର ସମୟ ଯଦି ସେ ମଉସା କହିଦେଲେ କ'ଣ ଭୁଲ କହିଲେ? ତାଙ୍କୁ ଯଦି ଇଂରେଜ ଜମାନା କଥା ମନେ ପଡ଼ିଯାଉଛି, ତାମାନେ ଆଉ କ'ଣ ଏଠି ଆଉ ଶାସନ ଚାଲିଛି, କ'ଣ ହେଉଛି କ'ଣ ନାହିଁ। ପୁଣି ଆଗକୁ କ'ଣ ହେଉଛି ଦେଖ, ଇଏ ତ ମାତ୍ର 2 ବର୍ଷ ହେଇଛି, ଆହୁରି 3 ବର୍ଷ ବାକି ଅଛି। ତମେ ଫୁଲ ଫୁଟେଇବ କି ମଉଳେଇବ, କିନ୍ତୁ ଏ କଥା ମୁଁ କହିପାରୁନି, କିନ୍ତୁ ଫୁଲଟି ଗନ୍ଧଉଛି, ଭୟଙ୍କର ଗନ୍ଧଉଛି। ନିଜେ କୁହା ହେଉଥିଲା ଯେ ସ୍ୱଚ୍ଛ ରଖ, ସଫା ରଖ, ଆମକୁ ଏ ଫୁଲଟା ଗନ୍ଧଉଛି, ଆମେ ସ୍ୱଚ୍ଛ କରିବୁ, ସଫା କରିବୁ, ନହେଲେ ଆଉ ହେଇପାରିବନି। ଆମ ଗଲି ଗଲିରେ ସ୍ୱଚ୍ଛତା ଦରକାର। ଅଳିଆ ଉଠା ଗାଡ଼ି ସେଇଥିପାଇଁ ଅଣାହେଇଛି, ସେଇଆ କରିବାକୁ ପଡ଼ିବ। ଆଉ କ'ଣ କୁହାଯାଇପାରେ ଆପଣଙ୍କୁ? କ'ଣ କୁହାଯାଇପାରେ? ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, ଏତିକି ସାଙ୍ଗମାନେ ଅଛନ୍ତି, ଆପଣ କୁହନ୍ତୁ, କେଉଁ ଗୋଟିଏ ଜାଗାରେ ଆମେ କାହିଁକି କହିବା ପାଇଁ ଯିବୁ ବା? ଯଦି ଆମେ ସରକାର ବାଛିଲୁ, ଯାହା ବି ହେଲା, ଭୁଲ ଟୁଲ ହେଲା, ଯିଏ ବି ବାଛିଛନ୍ତି, ଆମେ କାହିଁକି କହିବା ପାଇଁ ଯିବୁ? ଆପଣଙ୍କର ହାତ ଯାଉନି କରିବା ପାଇଁ, ବୁଝାବୁଝି ନାହିଁ। କେଉଁଠି ଫୁଟବଲ ଖେଳ ହେଲା, କେଉଁଠି ପ୍ରତିଶ୍ରୁତି ଦିଆହେଉଛି ଯେ ଗୋକୁଳ ବନ ବିଦ୍ୟାଳୟ ହେବ, କେଉଁଠି ପ୍ରତିଶ୍ରୁତି ଦିଆହେଉଛି ମେଡ଼ିକାଲ ହେବ। ଆରେ ସେସବୁ ପର କଥା, ଆଗେ ସୁରକ୍ଷିତ ରୁହନ୍ତୁ ନାରୀ। ନା ଇଏ ବି ସେଇ ଆର୍ଜିକର ଭଳିଆ କରିଦେବେ ଆପଣ, ଯେଉଁଠି ଡକ୍ଟର ତାର କର୍ମ ସମୟରେ, ତା ଅଫିସରେ, ତାର ଡ୍ୟୁଟି ଟାଇମ୍ରେ ସୁରକ୍ଷିତ ନାହିଁ। ବାହାର ଲୋକ ଆସିକି, ଲୋକ ତ ନୁହେଁ, ସେ କୁକୁର ଆସିକି ବି ତାକୁ ପୁଣି ଫାଶୀ ହେଉନାହିଁ, ଆଜୀବନ କାରାଦଣ୍ଡ। କ'ଣ ଇଏ? ସେପଟେ ତାଙ୍କର ମମତା ସରକାର ଗଲା, ସେପଟେ ଅବଶ୍ୟ ସବୁ ଖରାପ ଥିଲା। ସେଠି ଫୁଲ ଫୁଟିଲା ତୃଣମୂଳ ଜାଗାରେ, ଠିକ୍ ଅଛି। ଏଠି ଆମର ଶଙ୍ଖକୁ ଫୁଲ ଟକ୍କର ଦେଇପାରୁନାହିଁ। ନା 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 ନା, ତମେ ଦେଖାଅ କାଗଜପତ୍ରରେ କ'ଣ କରିଛ। ବର୍ତ୍ତମାନ ପର୍ଯ୍ୟନ୍ତ କିଛି କରିନ ତମେ। ଖାଲି ଇଏ କରାହେବ, ସିଏ କରାହେବ, ଇଏ କରାହେବ, ସିଏ କରାହେବ, ଆମେ କରିବା। ଯେ ପର୍ଯ୍ୟନ୍ତ କହୁଥିବେ ଆମେ କରିବା, ସେ ପର୍ଯ୍ୟନ୍ତ ଅସୁବିଧା। ଆପଣ କରନ୍ତୁ, ଆଉ କରିକି ଦେଖାନ୍ତୁ। ଏଇ କରେଣ୍ଟ ପଳେଇଲା, କିନ୍ତୁ ମୁଁ କହିବା ବନ୍ଦ କରିବିନି। ଆପଣମାନେ ମଧ୍ୟ ଦେଖିପାରୁଥିବେ କରେଣ୍ଟ ପଳେଇଲା। ଯେହେତୁ ଏ ଅସୁବିଧା ହେଉଛି, ଆଉ କ'ଣ କୁହାଯାଇପାରେ? ଅସୁବିଧାଟା କେଉଁଠି କହିଲେ ଆଜ୍ଞା? ଅସୁବିଧାଟା ହେଉଛି ଏଇଆ ଯେ ଆମେ 24 ବର୍ଷର ବିଶ୍ୱସ୍ତ ବିଶାଳ ଶାସନକୁ ଏଡ଼େଇ ଦେଇ ପୁଣି ସେ ପୁରୁଣା ଶାସନକୁ ଫେରାଇ ଆଣିଲେ। ଯିଏ ଓଡ଼ିଶାକୁ ବୁଝିପାରିବନି, ଯିଏ ଜଗନ୍ନାଥକୁ ବୁଝିପାରିବନି, ଆଉ ଯିଏ ଜଗନ୍ନାଥକୁ ବୁଝି ନ ପାରିଲା, ସେ ଜଗନ୍ନାଥଙ୍କର ସନ୍ତାନ ଏ 4.5 କୋଟି ଓଡ଼ିଆଙ୍କୁ କେଉଁଠି ବୁଝିପାରିବ ଆଜ୍ଞା? କେଉଁଠି ବୁଝିପାରିବ ଆପଣ କହୁନାହାନ୍ତି? ହେବ ନାହିଁ, କୁଆଡ଼ୁ ହେବ? କଥାଟା ହେଉଛି ଏଇଆ, ଆଉ କିଛି ନୁହଁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।